ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବିରେ ବିଶାଳ ରାଲି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଦେଖାଦେଇଛି ଏକ ବିଶାଳ ରାଲି। ତେଲକୋଇ ବ୍ଲକ ଅଞ୍ଚଳର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ଆଜି ଏଠାରେ ଏକ ଜନସମୁଦ୍ରର ପଟୁଆର ସୃଷ୍ଟି କରିଥିଲେ। ନିଜର ଅତି ପ୍ରିୟ ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବିରେ ଆଜି ଏକ ବିରାଟ ପଟୁଆର ସାଜି ସରକାରଙ୍କ ପାଖରେ ଦାବି ଜଣାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ବହୁ ପୂର୍ବରୁ ଏହି ହୋ ଭାଷାକୁ ନେଇ ସରକାର ପାଖରେ ଗୁହାରି ଜଣାଇଥିଲେ ମଧ୍ୟ ଆଜି ମିଳିତ ଭାବରେ ସରକାରଙ୍କୁ ପୁନର୍ବାର ଦାବି ଜଣାଇଛନ୍ତି। ଏହି ରାଲିରେ ସର୍ବପ୍ରଥମେ ତେଲକୋଇ କଲ୍ୟାଣ ମଣ୍ଡପଠାରୁ ଆରମ୍ଭ କରି ତେଲକୋଇ ବଜାର ଦେଇ ବ୍ଲକ କାର୍ଯ୍ୟାଳୟରେ ଶେଷ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତେଲକୋଇ ବ୍ଲକ ବିଡିଓଙ୍କୁ ଏକ ଦାବିପତ୍ର ଦେଇଥିଲେ। ହୋ ଭାଷାକୁ ରାଜଭାଷାର ମାନ୍ୟତା ଦେଇ ସ୍କୁଲ, କଲେଜ ଏବଂ ଅଙ୍ଗନବାଡିରେ ମଧ୍ୟ ହୋ ଭାଷାର ଶିକ୍ଷା ଦିଆଯାଉ ବୋଲି ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଦାବି ଜଣାଇଛନ୍ତି। ହୋ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦାବି କରି ଆଜି ମୁଣ୍ଡା ସମ୍ପ୍ରଦାୟର ହଜାର ହଜାର ପୁରୁଷ ଓ ମହିଳା ଏହି ରାଲିରେ ସାମିଲ ହୋଇଥିଲେ। କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ। ଏହି ଅଞ୍ଚଳ ଏକ ପାହାଡ଼ ପର୍ବତ ଘେରା ଶାନ୍ତ ପରିବେଶ ମଧ୍ୟରେ ହୋ ସମ୍ପ୍ରଦାୟର ଅନେକ ପରିବାର ବସବାସ କରିଥାନ୍ତି। ପଙ୍କ କାଦୁଅରେ ଘାଣ୍ଟି ଚକଟି ହୋଇ ଜୀବନ କାଟୁଥିବା ଆଦିବାସୀର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ନିଜ ପ୍ରିୟ ହୋ ଭାଷାକୁ ରାଜଭାଷାର ମାନ୍ୟତା ଦାବି ନେଇ ଏକ ରାଲି ମାଧ୍ୟମରେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି। ସରକାରଙ୍କ ତରଫରୁ ବହୁ ପୁସ୍ତକ ହୋ ଭାଷାରେ ପ୍ରକାଶିତ ହୋଇଛି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଠାରେ 2011 ମସିହାରେ ହୋ ଭାଷାକୁ ସମ୍ବିଧାନର 8ମ ଅନୁସୂଚୀରେ ସାମିଲ କରିବା ପାଇଁ ସୁପାରିଶ କରିବା ସହିତ ବହୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ରାଜ୍ୟସଭାରେ ମାନ୍ୟବର ସାଂସଦଙ୍କ ଦ୍ୱାରା ବାରମ୍ବାର ଦାବି ଉଠାଇ ଏ ବାବଦରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥାପନା କରିଛନ୍ତି। ଏହା ବ୍ୟତୀତ ଝାଡ଼ଖଣ୍ଡ ସରକାର ମଧ୍ୟ ହୋ ଭାଷାର ଗୁରୁତ୍ୱ ବହନ କରି ଏହାକୁ ସମ୍ବିଧାନର 8ମ ସୂଚୀରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ସାଙ୍ଗକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ମଧ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶାରେ ପ୍ରଚଳିତ ହେବା ପାଇଁ ରାଜ୍ୟ ସରକାରଙ୍କୁ ଆଜି ତେଲକୋଇ ବ୍ଲକ ହୋ ସମ୍ପ୍ରଦାୟର ଭାଇ ଭଉଣୀମାନେ ଦାବି କରିଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ।